ପିଲାମାନେ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ୟୁର ମିଶନକୁ ସମସ୍ତଙ୍କୁ ସ୍ୱାଗତ। ଆମେ ପୂର୍ବ କ୍ଲାସ୍ରେ ସୋର୍ସ ବା ଉପାଦାନ ବିଷୟରେ ପଢ଼ିଥିଲେ। ସୋର୍ସକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇଛି। ସେଥିରୁ ପ୍ରଥମଟି ହେଉଛି ଆର୍କିଓଲୋଜିକାଲ ସୋର୍ସ, ଯାହାକୁ ଓଡ଼ିଆରେ କୁହାଯାଏ ପ୍ରତ୍ନତାତ୍ତ୍ୱିକ ଉପାଦାନ। ଆମେ ପୂର୍ବ କ୍ଲାସ୍ରେ ପ୍ରତ୍ନତାତ୍ତ୍ୱିକ ଉପାଦାନ ବିଷୟରେ ବହୁତ ଭଲସେ ପଢ଼ିଛନ୍ତି। ଯଦି ତୁମେ ପୂର୍ବ କ୍ଲାସ୍ଟି ଦେଖିନ, ଡେସ୍କ୍ରିପ୍ସନରେ ଗୋଟେ ଲିଙ୍କ୍ ଦିଆଯାଇଛି, ତାକୁ କ୍ଲିକ୍ କରି ପ୍ରଥମେ ସେଟା ଦେଖିଦିଅ, ନଚେତ୍ ଆଜିର କ୍ଲାସ୍ ତୁମେ ବୁଝିପାରିବ ନାହିଁ। ଆଜି ଆମେ ପଢ଼ିବା ସାହିତ୍ୟିକ ଉପାଦାନ ବିଷୟରେ। ଆଜି ଆମେ କାହା ଉପରେ ପଢ଼ିବା? ସାହିତ୍ୟିକ ଉପାଦାନ ବିଷୟରେ ପଢ଼ିବା। ସାହିତ୍ୟିକ ଉପାଦାନକୁ ଇଂରାଜୀରେ ଲିଟେରାରୀ ସୋର୍ସ କୁହାଯାଏ। ଓକେ, ସାହିତ୍ୟିକ ଉପାଦାନକୁ କ'ଣ କୁହାଯାଏ? ଲିଟେରାରୀ ସୋର୍ସ କୁହାଯାଏ। ଏଇଠି ଗୋଟେ କଥା ମନେ ରଖ ପିଲାମାନେ, ଭାରତ ଇତିହାସ ବିଷୟରେ ଜାଣିବା ପାଇଁ ବହୁତ ଗୁଡ଼ିଏ ସାହିତ୍ୟିକ ରଚନା ହୋଇଛି। ଓକେ, ସେଇ ପୁସ୍ତକ ଗୁଡ଼ିକୁ ପଢ଼ିଲେ ଆମେ ସେହି ସମୟର ସାମାଜିକ, ରାଜନୈତିକ, ଧାର୍ମିକ, ସାଂସ୍କୃତିକ ଅବସ୍ଥା ବିଷୟରେ ଆମେ ଜାଣିବାକୁ ପାଇବା। ପିଲାମାନେ ଗୋଟେ କଥା ମନେ ରଖ, ଏଠି ଗୋଟେ ୱାର୍ଡ଼ ୟୁଜ୍ କରାଯାଇଛି ପରିବ୍ରାଜକ। ଏ ପରିବ୍ରାଜକର ମାନେ ହେଉଛି ବୈଦେଶିକ। ଆମେ ଅନେକ ସମୟରେ ଦେଖିବାକୁ ପାଇବା ଭାରତକୁ ବୈଦେଶିକମାନେ ଆସିଛନ୍ତି। ସେମାନେ କିଛି ସମୟ ଭାରତରେ ରହିଛନ୍ତି। ସେଇ କିଛି ସମୟ ଭିତରେ ସେ ଭାରତର ବିଭିନ୍ନ ସ୍ଥାନକୁ ବୁଲିଛନ୍ତି ଏବଂ ସେ ତାଙ୍କର ଅନୁଭୂତିକୁ ନେଇ ପୁସ୍ତକ ରଚନା କରିଛନ୍ତି। ଯଦି ଆମେ ତାଙ୍କ ପୁସ୍ତକକୁ ପଢ଼ିବା, ଆମେ ସେହି ସମୟର ସାମାଜିକ, ରାଜନୈତିକ, ଧାର୍ମିକ ଅବସ୍ଥା ବିଷୟରେ ଜାଣିପାରିବା। ଆମେ ପ୍ରତ୍ନତାତ୍ତ୍ୱିକ ଉପାଦାନକୁ ଅତି ସହଜ ଭାବରେ ମନେ ରଖିବା ପାଇଁ ଯେମିତି କେତୋଟି ଭାଗରେ ବିଭକ୍ତ କରିଥିଲେ, ସେମିତି ସାହିତ୍ୟିକ ଉପାଦାନକୁ ମଧ୍ୟ ଅତି ସହଜ ଆଉ ସରଳ ଭାବରେ ମନେ ରଖିବା ପାଇଁ କେତୋଟି ଭାଗରେ ବିଭକ୍ତ କରାଯାଇଛି। ଓକେ, ସେଥିରୁ ପ୍ରଥମଟି ହେଉଛି କ'ଣ ନା ଧର୍ମ ସାହିତ୍ୟ। ପିଲାମାନେ ମନେ ରଖ, ପ୍ରଥମଟି ହେଉଛି ଧର୍ମ ସାହିତ୍ୟ। ଆମେ ଏଇ ଧର୍ମ ସାହିତ୍ୟରେ ପଢ଼ିବା ତିନୋଟି ଧର୍ମର ସାହିତ୍ୟ। ପ୍ରଥମଟି ହେଉଛି ହିନ୍ଦୁ ଧର୍ମର ସାହିତ୍ୟ, ଦ୍ୱିତୀୟରେ ଆମେ ପଢ଼ିବା ବୌଦ୍ଧ ଧର୍ମର ସାହିତ୍ୟ ଉପରେ, ତୃତୀୟରେ ଆମେ ପଢ଼ିବା ଜୈନ ଧର୍ମର ସାହିତ୍ୟ ଉପରେ। ଆମେ ପ୍ରଥମେ ପଢ଼ିବା ହିନ୍ଦୁ ଧର୍ମର ସାହିତ୍ୟ ଉପରେ। ପିଲାମାନେ ମନେ ରଖ, ହିନ୍ଦୁ ଧର୍ମର ସାହିତ୍ୟରେ ବେଦର ସ୍ଥାନ ହେଉଛି ସବୁଠାରୁ ଉଚ୍ଚରେ ରହିଛି। କାହାର ସ୍ଥାନ? ବେଦର ସ୍ଥାନ ହେଉଛି ସବୁଠାରୁ ଉଚ୍ଚରେ ରହିଛି। ଏଇଟା ମନେ ରଖ। ତୁମମାନେ ଜାଣିଛ ବେଦ ହେଉଛି ଚାରି ପ୍ରକାରର ଅଛି। ଗୋଟିଏ ହେଉଛି ଋକ୍ ବେଦ, ତାପରେ ହେଉଛି ସାମବେଦ, ଯଜୁର୍ବେଦ ଏବଂ ଅଥର୍ବ ବେଦ। ଏହିପରି ଭାବରେ ଚାରୋଟି ବେଦ ଅଛି। ଏଇଠି ଗୋଟେ କଥା ପିଲାମାନେ ମନେ ରଖ, ଋକ୍ ବେଦ ହେଉଛି ପ୍ରାଚୀନତମ ବେଦ। ସବୁଠାରୁ ପ୍ରାଚୀନତମ ବେଦ କେଉଁଠି? ଋକ୍ ବେଦ। ସବୁଠାରୁ ପୁରୁଣା ବେଦ ହେଉଛି ଋକ୍ ବେଦ। ଋକ୍ ବେଦକୁ ପ୍ରଥମେ ଲେଖାଯାଇଥିଲା, ତାର ପରେ ପରେ ଅନ୍ୟ ବେଦ ତିନୋଟି ଲେଖାଯାଇଥିଲା, ଯେମିତିକି ସାମ, ଯଜୁର୍, ଅଥର୍ବ ବେଦ। ଏହା ହେଉଛି ପରବର୍ତ୍ତୀ ସମୟରେ ଲେଖାଯାଇଥିଲା। ଆମେ ବେଦକୁ ପଢ଼ିଲେ ସେହି ସମୟର ଧର୍ମ, ସେହି ସମୟର ସାମାଜିକ ବ୍ୟବସ୍ଥା କିପରି ଥିଲା, ଶାସନ ବ୍ୟବସ୍ଥା କିପରି ଥିଲା, ଏହିସବୁ ବିଷୟରେ ଜାଣିବାକୁ ପାଇବା। ତା ସହିତ ଆମେ ଜାଣିବାକୁ ପାଇବା ଆର୍ଯ୍ୟମାନେ କିପରି ଆସି ଭାରତରେ ସେମାନଙ୍କର ବସତି ସ୍ଥାପନ କଲେ, ସେହି ଉପରେ ଜାଣିବାକୁ ପାଇବା। ଆର୍ଯ୍ୟମାନଙ୍କର ଅରିଜିନ୍ କିପରି ହେଲା, ତାଙ୍କର ଜନ୍ମ କିପରି ହେଲା। ତାପରେ ଆମେ ଜାଣିବାକୁ ପାଇବା ସମାଜରେ ନାରୀମାନଙ୍କର ସ୍ଥାନ କିପରି ଥିଲା, ନାରୀମାନଙ୍କୁ ସମ୍ମାନ ଦିଆଯାଉଥିଲା କି ନାହିଁ ଆନସେଣ୍ଟ ଟାଇମ୍ରେ। ତାପରେ ଆମେ ଦେଖିବା ସେହି ସମୟରେ ଖାଦ୍ୟପେୟ କ'ଣ ଥିଲା, ସେମାନେ କ'ଣ ଖାଦ୍ୟ ଗ୍ରହଣ କରୁଥିଲେ, ଖାଦ୍ୟ ଖାଉଥିଲେ ସେହି ସମୟରେ। ତାପରେ ଆମେ ଦେଖିବା ବର୍ଣ୍ଣ ବ୍ୟବସ୍ଥା, ଜାତି ପ୍ରଥା ସେହି ସମୟରେ କେମିତି ଥିଲା, କୃଷିକର୍ମ, ସେମାନେ ଚାଷବାସ କ'ଣ କରୁଥିଲେ। ତାପରେ ଆମେ ଦେଖିବା ପୂଜା ପଦ୍ଧତି, ସେମାନେ କେଉଁ ଭଗବାନଙ୍କୁ ପୂଜା କରୁଥିଲେ, କେଉଁ ଦେବତାକୁ ସେ ସମୟରେ ପୂଜା କରୁଥିଲେ, ଆଉ ସଭା ସମିତି, ଏହିସବୁ ବିଷୟରେ ଆମେ ବେଦରୁ ଜାଣିବାକୁ ପାଇବା। ଓକେ, ତାପରେ ଆମେ ଦେଖିବା ବେଦ ପରେ ଆମେ ପଢ଼ିବା ବେଦାଙ୍ଗ ଉପରେ। ଆମେ ଏବେ କାହା ଉପରେ ପଢ଼ିବା? ବେଦାଙ୍ଗ ଉପରେ ପଢ଼ିବା। ବେଦାଙ୍ଗ ପିଲାମାନେ ମନେ ରଖ, 6ଟି ବେଦାଙ୍ଗ ରହିଛି। ଗୋଟିଏ ହେଉଛି ଶିକ୍ଷା,
ତାପରେ ହେଉଛି କଳ୍ପ, ତାପରେ ନିରୁକ୍ତ, ତାପରେ ଛନ୍ଦ, ବ୍ୟାକରଣ, ଜ୍ୟୋତିଷ। ଏହିପରି ଭାବରେ ଆମେ ବେଦାଙ୍ଗରେ 6ଟି ବେଦାଙ୍ଗ ବିଷୟରେ ଜାଣିବାକୁ ପାଇବା। ଓକେ, ତାପରେ ଆମେ ପଢ଼ିବା ଉପନିଷଦ ବିଷୟରେ। ଉପନିଷଦରୁ ଆମେ ଦାର୍ଶନିକ ଓ ଆଧ୍ୟାତ୍ମିକ ତଥ୍ୟ ବିଷୟରେ ଜାଣିବାକୁ ପାଇବା। ଉପନିଷଦ ପରେ ଆମେ ଦେଖିବା ବୈଦିକ ସାହିତ୍ୟରେ 3ଟି ସୂତ୍ର ରହିଛି। କେତୋଟି ସୂତ୍ର ରହିଛି? 3ଟି ସୂତ୍ର ରହିଛି। ପ୍ରଥମଟି ହେଉଛି କଳ୍ପସୂତ୍ର, ପରେ ଗୃହସୂତ୍ର, ତାପରେ ହେଉଛି ଧର୍ମସୂତ୍ର। ଏହିପରି ଭାବରେ ଆମେ ଜାଣିବାକୁ ପାଇଲେ ବୈଦିକ ସାହିତ୍ୟରେ 3ଟି ସୂତ୍ର ରହିଛି। କଳ୍ପସୂତ୍ର, ଗୃହସୂତ୍ର, ଆଉ ଗୋଟେ ହେଉଛି ଧର୍ମସୂତ୍ର। ଓକେ, ସୂତ୍ର ପରେ ବର୍ତ୍ତମାନ ଆମେ ପଢ଼ିବା 2ଟି ମହାକାବ୍ୟ ଉପରେ। ପିଲାମାନେ ତୁମେ ଜାଣିଛ 2ଟି ମହାକାବ୍ୟ କ'ଣ? ଗୋଟେ ହେଉଛି ରାମାୟଣ, ଆଉ ଗୋଟେ ହେଉଛି ମହାଭାରତ। ଆମେ ପିଲାବେଳୁ ଅନେକ ସମୟରେ ଶୁଣି ଆସୁଛନ୍ତି, ଟିଭି ମାଧ୍ୟମରେ ମଧ୍ୟ କିମ୍ବା ସିରିଆଲ ମାଧ୍ୟମରେ ଆମେ ଦେଖୁଛନ୍ତି ଏଇ 2ଟା ମହାକାବ୍ୟକୁ। ଆମେ ବେଶୀ ଭିତରକୁ ଯିବାନି, ତୁମେ ଅଳ୍ପ ବହୁତ ସବୁ କିଛି ଜାଣିଛ। ଆମେ ଏତିକି ମନେ ରଖିବା, ରାମାୟଣର ରଚୟିତା ହେଉଛନ୍ତି କିଏ? ନା ବାଲ୍ମୀକି। ମନେ ରଖ ପିଲାମାନେ, ରାମାୟଣର ରଚୟିତା ହେଉଛନ୍ତି ବାଲ୍ମୀକି। ତାପରେ ଆମେ ଦେଖିବା, ଆମେ ଯଦି ରାମାୟଣ ଯଦି ପଢ଼ିବା, ଆମେ ଜାଣିବାକୁ ପାଇବା ରାମଙ୍କର ବନବାସ, ରାମ ରାବଣଙ୍କ ଭିତରେ ଯୁଦ୍ଧ, ତାପରେ ରାମଙ୍କର ବିଜୟ, ଏହିସବୁ ବିଷୟରେ ଆମେ ଜାଣିବାକୁ ପାଇବା। ଆଉ ଗୋଟେ କଥା ପିଲାମାନେ ମନେ ରଖ, ମହାଭାରତ। ମହାଭାରତର ରଚୟିତା ହେଉଛନ୍ତି କିଏ? ବ୍ୟାସଦେବ। ବ୍ୟାସଦେବ ହେଉଛନ୍ତି ମହାଭାରତର ରଚୟିତା। ଆମେ ମହାଭାରତ ପଢ଼ିଲେ ଆମେ ଜାଣିବାକୁ ପାଇବା କୌରବ ଆଉ ପାଣ୍ଡବ, ସେମାନେ 2 ଭାଇ ଗୋଷ୍ଠୀ ଥିଲେ, ତାଙ୍କ ଭିତରେ ଯୁଦ୍ଧ ହୋଇଛି, ସେଇ ବିଷୟରେ ଆମେ ଜାଣିବାକୁ ପାଇବା। ମହାଭାରତ ଆଉ ରାମାୟଣ ପରେ ଏବେ ଆମେ ପଢ଼ିବା କାହା ଉପରେ? ନା ଅଷ୍ଟାଦଶ ପୁରାଣ ଉପରେ। ଆମେ ପଢ଼ିବା ବର୍ତ୍ତମାନ ଅଷ୍ଟାଦଶ ପୁରାଣ ବା 18ଟି ପୁରାଣ ବିଷୟରେ। ଏଇ 18ଟି ପୁରାଣ ଭିତରୁ ବିଷ୍ଣୁ ପୁରାଣ, ମତ୍ସ୍ୟ ପୁରାଣ ଓ ବାୟୁ ପୁରାଣ। ପିଲାମାନେ ମନେ ରଖ, ବିଷ୍ଣୁ ପୁରାଣ, ମତ୍ସ୍ୟ ପୁରାଣ ଓ ବାୟୁ ପୁରାଣ, ଏଇ 3ଟି ପୁରାଣରେ ଆମେ ବିଭିନ୍ନ ବଂଶର ଇତିହାସ ବିଷୟରେ ଆମେ ଜାଣିବାକୁ ପାଇବା। ଓକେ, ଏଥିରେ ଆମେ ଅନେକ ସ୍ଥାନର ନାମ ମଧ୍ୟ ରହିଛି, ବହୁତ ଗୁଡ଼ିଏ ସ୍ଥାନ ଲେଖାଯାଇଛି, ସେଇ ବିଷୟରେ ମଧ୍ୟ ଆମେ ଏଇ 3ଟି ପୁରାଣରୁ ଜାଣିବାକୁ ପାଇବା। ଓକେ, ବର୍ତ୍ତମାନ ଆମେ ପଢ଼ିବା, ଆମେ ଏହିପରି ଭାବରେ ହିନ୍ଦୁ ଧର୍ମର ସାହିତ୍ୟ ବିଷୟରେ ଜାଣିବାକୁ ପାଇଲେ। ବର୍ତ୍ତମାନ ଆମେ ପଢ଼ିବା ବୌଦ୍ଧ ଧର୍ମର ସାହିତ୍ୟ ଉପରେ। କାହା ଉପରେ ବର୍ତ୍ତମାନ ପଢ଼ିବା? ବୌଦ୍ଧ ଧର୍ମର ସାହିତ୍ୟ ଉପରେ। ବୌଦ୍ଧ ଧର୍ମର ସାହିତ୍ୟରେ 3ଟି ପିଟକ ଅଛି। ଗୋଟିଏ ହେଉଛି ସୂତ ପିଟକ, ଅନ୍ୟଟି ବିନୟ ପିଟକ, ଆଉ ଗୋଟେ ହେଉଛି ଅଭିଧମ ପିଟକ। ଆମେ ବୌଦ୍ଧ ଧର୍ମରେ 3ଟି ପିଟକ ବିଷୟରେ ଜାଣିବାକୁ ପାଇବା। ଗୋଟେ ହେଉଛି ସୂତ ପିଟକ, ଦ୍ୱିତୀୟରେ ହେଉଛି ବିନୟ ପିଟକ, ତୃତୀୟରେ ହେଉଛି ଅଭିଧମ ପିଟକ। ଆମେ ଏଇ ପିଟକ ଆମେ ଯଦି ପଢ଼ିବା, ଆମେ ସେହି ସମୟର ବୌଦ୍ଧ ଧର୍ମର ନିୟମ, ତାଙ୍କ ସଂଘ ଜୀବନ ଏବଂ ବୌଦ୍ଧ ଧର୍ମର ଦର୍ଶନ କ'ଣ ଥିଲା, এই ବିଷୟରେ ଆମେ ଜାଣିବାକୁ ପାଇବା। ଆମେ ଯେତେବେଳେ ବୁଦ୍ଧିଜିମ୍ ପଢ଼ିବା, ଆମେ ଏଇ ଉପରେ ବିଶେଷ ଭାବରେ ପଢ଼ିବା। ଆଉ ଗୋଟେ କଥା ପିଲାମାନେ ମନେ ରଖ, ଗୋଟେ ବୌଦ୍ଧ ଧର୍ମରେ ଗୋଟେ ଅଙ୍ଗୁତାରା ନିକାୟ ଅଛି। ସେଟା କ'ଣ? ଅଙ୍ଗୁତାରା ନିକାୟ। ଅଙ୍ଗୁତାରା ନିକାୟରେ 6ଠ ଶତାବ୍ଦୀ ବେଳକୁ 16ଟି ମହାଜନ ପଦ ବା 6ଠ ଶତାବ୍ଦୀ ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀ ବେଳକୁ ଆମେ ଦେଖିବାକୁ ପାଇବା ଭାରତରେ 16ଟି ବଡ଼ ବଡ଼ ସହର ଗଢ଼ି ଉଠିଥିଲା। ଆମେ ସେଇ ସହର ବିଷୟରେ ଜାଣିବାକୁ ପାଇବା କେଉଁଥିରୁ? ଅଙ୍ଗୁତାରା ନିକାୟରୁ। ଆଉ କିଛି ପୁସ୍ତକ ଅଛି, ଯେମିତିକି ଆମେ ଦେଖିବାକୁ ପାଇବା ଦୀପବଂଶ, ମହାବଂଶ, ଦିବ୍ୟାବଦାନ, ମିଳିନ୍ଦପନ, ଏହିସବୁ ପୁସ୍ତକରୁ ମଧ୍ୟ ଆମେ ବୌଦ୍ଧ ଧର୍ମ ବିଷୟରେ ଜାଣିବାକୁ ପାଇବା। ବୌଦ୍ଧ ଧର୍ମ ପରେ ବର୍ତ୍ତମାନ ଆମେ ପଢ଼ିବା ଜୈନ ଧର୍ମ ଉପରେ। ଜୈନ ଧର୍ମରେ ଆମେ ଦେଖିବାକୁ ପାଇବା ଆଚରଙ୍ଗ ସୂତ୍ର, କଳ୍ପସୂତ୍ର, ଅଙ୍ଗ, ଉପାଙ୍ଗ, ହେମାଚନ୍ଦ୍ରଙ୍କ ଦ୍ୱାରା ଲିଖିତ ପରିଶିଷ୍ଟ ପର୍ବଣ। ଏହିସବୁ ପୁସ୍ତକରୁ
ଆମେ ଜୈନ ଧର୍ମ ବିଷୟରେ ଜାଣିବାକୁ ପାଇବା। ଆଉ ସେହି ସମୟର ସାମାଜିକ, ରାଜନୈତିକ, ଅର୍ଥନୈତିକ ଅବସ୍ଥା କିପରି ଥିଲା ଏହିସବୁ ପୁସ୍ତକରୁ ଆମେ ଜାଣିବାକୁ ପାଇବା। ଆମେ ଧର୍ମ ସାହିତ୍ୟ ଉପରେ ଜାଣିବାକୁ ପାଇଲେ। ବର୍ତ୍ତମାନ ଆମେ ପଢ଼ିବା ଜୀବନ ଚରିତ ଉପରେ। ବର୍ତ୍ତମାନ ଆମେ କାହା ଉପରେ ପଢ଼ିବା? ଜୀବନ ଚରିତ ଉପରେ ବର୍ତ୍ତମାନ ପଢ଼ିବା। ଆମେ ଜୀବନ ଚରିତରେ ଜାଣିବାକୁ ପାଇବା କେତେକ ରାଜାଙ୍କର ଆଦ୍ୟ ଜୀବନ, ମାନେ ତାଙ୍କର ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସେ କିପରି, ତାଙ୍କର ଜନ୍ମ କିପରି ହେଇଛି, ତାଙ୍କର ବାଲ୍ୟକାଳ କିପରି କଟିଛି, ସେ କ'ଣ ସବୁ ଶିକ୍ଷା ପାଇଛନ୍ତି। ଦେନ୍ ଆମେ ଦେଖିବା ତାଙ୍କର ସିଂହାସନ ଆରୋହଣ, ତାପରେ ସେ ରାଜା ହେଇଛନ୍ତି, ସେ ବହୁତ ଗୁଡ଼ିଏ ରାଜ୍ୟକୁ ଜୟ କରିଛନ୍ତି କିମ୍ବା ପରାଜୟ ସ୍ୱୀକାର କରିଛନ୍ତି। ଦେନ୍ ଆମେ ଦେଖିବା ତାଙ୍କର ଶାସନ ବିଷୟରେ, ତାଙ୍କ ଧର୍ମନୀତି, ସେ କେଉଁ ଧର୍ମକୁ ଗ୍ରହଣ କରିଥିଲେ କିମ୍ବା ସେ ଯଦି ଗୋଟେ ଧର୍ମକୁ ଗ୍ରହଣ କରିଛନ୍ତି ଅନ୍ୟ ଧର୍ମ ପ୍ରତି ତାଙ୍କର ଭାବନା କ'ଣ ଥିଲା, ଅନ୍ୟ ଧର୍ମକୁ ସେ କିପରି ଦେଖୁଥିଲେ, ଏସବୁ ଜାଣିବାକୁ ପାଇଲେ। ତା ସହିତ ଆମେ ସେହି ସମୟର ସମସାମୟିକ ସମାଜ, ସେହି ସମୟର ସାମାଜିକ ଅବସ୍ଥା ବିଷୟରେ ମଧ୍ୟ ଆମେ ଜାଣିବାକୁ ପାଇବା। ଓକେ, ଆମେ ଜୀବନ ଚରିତରେ ଆମେ ଦେଖିବା ବାଣଭଟ୍ଟ ସେ ଗୋଟେ ପୁସ୍ତକ ରଚନା କରିଥିଲେ। ସେ ପୁସ୍ତକର ନାମ ଥିଲା ହର୍ଷଚରିତ। ସେ ପୁସ୍ତକର ନାମ କ'ଣ ଥିଲା? ହର୍ଷଚରିତ। ଏ ହର୍ଷଚରିତ ପୁସ୍ତକଟି ହର୍ଷବର୍ଦ୍ଧନଙ୍କୁ ନେଇକି ରଚନା କରାଯାଇଥିଲା। ଆଉ ଏଇ ବାଣଭଟ୍ଟଙ୍କ ହର୍ଷଚରିତ ହେଉଛି ଏକ ପ୍ରମୁଖ ଜୀବନୀ ଗ୍ରନ୍ଥ। ପିଲାମାନେ ୟାକୁ ମନେ ରଖ। ପରେ ଆମେ ପଢ଼ିବା ବିଲହଣ। ବିଲହଣ ରଚନା କରିଥିଲେ ବିକ୍ରମାଙ୍କ ଦେବ ଚରିତ। ବିକ୍ରମାଙ୍କ ଦେବ ଚରିତ କିଏ ରଚନା କରିଥିଲେ? ବିଲହଣ। ଓକେ, ତାପରେ ପଢ଼ିବା ଜୟସିଂହ ରଚନା କରିଥିଲେ କୁମାରପାଳ ଚରିତ। କୁମାରପାଳ ଚରିତ କିଏ ରଚନା କରିଥିଲେ? ଜୟସିଂହ। ଓକେ, ସନ୍ଧ୍ୟାକର ନନ୍ଦୀ ରଚନା କରିଥିଲେ ରାମଚରିତ ଏବଂ ଚାନ୍ଦବର ଦାଇ ଯିଏ ଥିଲେ ସେ ରଚନା କରିଛନ୍ତି ପୃଥ୍ୱୀରାଜ ରାସୋ। ଓକେ, ଏଇସବୁ ହେଉଛି କ'ଣ ନା ପ୍ରମୁଖ ଜୀବନୀ ପୁସ୍ତକ। ଏଇସବୁ ରାଜାମାନଙ୍କୁ ନେଇକି ରଚନା କରାଯାଇଛି, ରାଜାମାନଙ୍କର ଜୀବନୀକୁ ନେଇକି ରଚନା କରାଯାଇଛି। ଆଉ ଗୋଟେ ପୁସ୍ତକ ଆମେ ପଢ଼ିବାକୁ ପାଇବା ଏବେ, ସେଟା ହେଉଛି କ'ଣ? ବିଶାଖା ଦତ୍ତ ଗୋଟେ ରଚନା କରିଥିଲେ ମୁଦ୍ରା ରାକ୍ଷାସ। ସେ ମୁଦ୍ରା ରାକ୍ଷାସ ମୌର୍ଯ୍ୟ ବଂଶର ଜଣେ ରାଜା ଥିଲେ, ଫେମସ୍ ରୁଲର। ତାଙ୍କ ନାଁ ହେଉଛି ଚନ୍ଦ୍ରଗୁପ୍ତ। ସେ ଚନ୍ଦ୍ରଗୁପ୍ତଙ୍କୁ ନେଇକି ଏ ପୁସ୍ତକଟି ରଚନା ହୋଇଥିଲା। ବିଶାଖା ଦତ୍ତ କ'ଣ ରଚନା କରିଥିଲେ? ମୁଦ୍ରା ରାକ୍ଷାସ। ସେ ପୁସ୍ତକଟି ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଉପରେ ରଚନା ହୋଇଥିଲା। ବିଶାଖା ଦତ୍ତଙ୍କର ଆଉ ଗୋଟେ ପୁସ୍ତକ ଥିଲା, ସେ ପୁସ୍ତକର ନାମ ହେଉଛି ଦେବୀ ଚନ୍ଦ୍ରଗୁପ୍ତମ। ସେ ପୁସ୍ତକର ନାମ କ'ଣ? ଦେବୀ ଚନ୍ଦ୍ରଗୁପ୍ତମ। ସେ ହେଉଛି ଗୁପ୍ତ ବଂଶର ଜଣେ ରାଜା ଥିଲେ, ତାଙ୍କର ନାମ ମଧ୍ୟ ଥିଲା ଚନ୍ଦ୍ରଗୁପ୍ତ। ଆମେ ୟାଙ୍କୁ ଦ୍ୱିତୀୟ ଚନ୍ଦ୍ରଗୁପ୍ତ କହୁଛନ୍ତି। ତାଙ୍କ ଉପରେ ଏଇ ଦେବୀ ଚନ୍ଦ୍ରଗୁପ୍ତମ ପୁସ୍ତକଟି ରଚନା କରିଥିଲେ କିଏ? ନା ବିଶାଖା ଦତ୍ତ। ଆଉ ଗୋଟେ ଆମେ ପୁସ୍ତକ ପାଇବା, ସେଟା ହେଉଛି କ'ଣ? ଭାଗପତି। ଭାଗପତି ସେ ଲେଖିଛନ୍ତି ଗୌଡ଼ାବାହ। ଗୌଡ଼ାବାହ ଇଏ ହେଉଛି ଯଶବର୍ମନଙ୍କ ଉପରେ ଏ ପୁସ୍ତକଟି ରଚନା କରାଯାଇଥିଲା। ଓକେ, ଏହିପରି ଭାବରେ ଆମେ ଜାଣିବାକୁ ପାଇଲେ ଜୀବନ ଚରିତ ଉପରେ। ଜୀବନ ଚରିତ ପରେ ଆମେ ବର୍ତ୍ତମାନ ପଢ଼ିବା ରାଜନୀତି ଶାସ୍ତ୍ର ବିଷୟରେ। ଆମେ କାହା ଉପରେ ପଢ଼ିବା? ରାଜନୀତି ଶାସ୍ତ୍ର ବିଷୟରେ ଆମେ ପଢ଼ିବା। ରାଜନୀତି ଶାସ୍ତ୍ରରେ ଆମେ ପଢ଼ିବା କୌଟିଲ୍ୟଙ୍କ ଉପରେ। ଆମେ କାହା ଉପରେ ପଢ଼ିବା? କୌଟିଲ୍ୟଙ୍କ ଉପରେ ଆମେ ପଢ଼ିବା। କୌଟିଲ୍ୟ ଯିଏକି ହେଉଛନ୍ତି ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ଶିକ୍ଷକ ଥିଲେ ବା ତାଙ୍କ ଗୁରୁ ଥିଲେ। ତାଙ୍କର ଅନ୍ୟ ନାମ ହେଉଛି ଚାଣକ୍ୟ। ସେ ଗୋଟେ ପୁସ୍ତକ ରଚନା କରିଥିଲେ, ସେ ପୁସ୍ତକର ନାମ ହେଉଛି ଅର୍ଥଶାସ୍ତ୍ର। ଓକେ, ତାଙ୍କ ପୁସ୍ତକର ନାମ କ'ଣ ଥିଲା? ଅର୍ଥଶାସ୍ତ୍ର। ଆମେ ତାଙ୍କ ପୁସ୍ତକରୁ ରାଜନୀତି ଶାସ୍ତ୍ର ବିଷୟରେ ଜାଣିବାକୁ ପାଇବା। ଆମେ ଜାଣିବା ସେହି ସମୟରେ ବା ଆମେ ଜାଣିବା କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ 15ଟି ଅଧିକରଣ ରହିଛି। କେତୋଟି ଅଧିକରଣ? 15ଟି ଅଧିକରଣ ବା 15ଟି ଅଧ୍ୟାୟ ରହିଛି। ଓକେ, ତାଙ୍କ ପୁସ୍ତକରେ 15ଟି ଅଧ୍ୟାୟ ରହିଛି। ତାଙ୍କ ପୁସ୍ତକକୁ ପଢ଼ିଲେ ଆମେ ଜାଣିବାକୁ ପାଇବା ସେହି ସମୟରେ ଶାସନ ବ୍ୟବସ୍ଥା କିପରି ଥିଲା,
ପଡ଼ୋଶୀ ରାଜ୍ୟମାନଙ୍କ ସହିତ ସମ୍ପର୍କ କିପରି ଥିଲା, ତା ସହିତ ଆମେ ଜାଣିବାକୁ ପାଇବା ଯୁଦ୍ଧ, ସେହି ସମୟରେ ଯୁଦ୍ଧ କିପରି ହେଉଥିଲା, ଆଉ ଯୁଦ୍ଧ ସେହି ସମୟରେ ନାନା ପ୍ରକାର ନିୟମ ସବୁ କ'ଣ ଥିଲା, ଏହି ଉପରେ ମଧ୍ୟ ଆମେ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରୁ ଜାଣିବାକୁ ପାଇବା। ତା ସହିତ ଆମେ ଦେଖିବା ମନୁସ୍ମୃତି, ନାରଦ ସ୍ମୃତି, କମୋଡକଙ୍କ ନୀତିସାର ଓ ପାଣିନିଙ୍କ ଅଷ୍ଟାଧ୍ୟାୟୀ, ଏବଂ ଆଉ ଗୋଟେ ଦେଖିବା ପାତଞ୍ଜଳିଙ୍କର ମହାଭାଷ୍ୟ। ଏହିସବୁ ପୁସ୍ତକରୁ ଆମେ ଶାସନ ବିଷୟରେ ଜାଣିବାକୁ ପାଇବା। ଏଇ ଯେଉଁ ପୁସ୍ତକ, ଏହିସବୁ ପୁସ୍ତକରୁ ଆମେ ରାଜନୀତି ଶାସ୍ତ୍ର ବିଷୟରେ ଆମେ ଜାଣିବାକୁ ପାଇବା। ରାଜନୀତି ଶାସ୍ତ୍ର ପରେ ଏବେ ଆମେ ପଢ଼ିବା କାହା ଉପରେ? ଇତିବୃତ୍ତ ଉପରେ। ଓକେ, ଏବେ ଆମେ କାହା ଉପରେ ପଢ଼ିବା? ଇତିବୃତ୍ତ ଉପରେ। ଇତିବୃତ୍ତରେ ଆମେ ପଢ଼ିବା କଲହଣଙ୍କ ଉପରେ। କାହା ଉପରେ ଆମେ ପଢ଼ିବା? କଲହଣଙ୍କ ଉପରେ ପଢ଼ିବା। କଲହଣ କ'ଣ ହେଇଛି ନା, ସେ ହେଉଛି କଲହଣ କାଶ୍ମୀରଠାରେ ବାସ କରୁଥିଲେ, ସେ କାଶ୍ମୀରଠାରେ ରହୁଥିଲେ। ସେ ଦ୍ୱାଦଶ ଶତାବ୍ଦୀ ସମୟରେ ସେ କ'ଣ କରିଛନ୍ତି? ଗୋଟେ ପୁସ୍ତକ ରଚନା କରିଛନ୍ତି, ସେଟା ହେଉଛି ରାଜତରଙ୍ଗିଣୀ। ସେଟା କ'ଣ? ରାଜତରଙ୍ଗିଣୀ। ଆଉ ସେ ହେଉଛି କାଶ୍ମୀରର ଇତିହାସ ବିଷୟରେ ସୂଚନା ଦେଇଥାଏ। ବୁଝିହେଉଛି? ଆମେ ଯଦି କଲହଣଙ୍କ ରାଜତରଙ୍ଗିଣୀ ଆମେ ଯଦି ପଢ଼ିବା, ଆମେ କାଶ୍ମୀରର ଇତିହାସ ବିଷୟରେ ଜାଣିବାକୁ ପାଇବା। ତା ସହିତ ଆମେ ପଢ଼ିବା କ'ଣ? କୀର୍ତ୍ତି କୁମୁଦିନୀ। ଯଦି ଆମେ କୀର୍ତ୍ତି କୁମୁଦିନୀ ପଢ଼ିବା, ଆମେ ନେପାଳର ଇତିହାସ ବିଷୟରେ ଆମେ ଜାଣିବାକୁ ପାଇବା। ତା ସହିତ ଚାଚାନାମା ପଢ଼ିଲେ ମୁସଲମାନମାନଙ୍କର ସିନ୍ଧୁ ପ୍ରଦେଶ ଉପରେ ଆକ୍ରମଣ ବା ସିନ୍ଧୁ ପ୍ରଦେଶ ଅଧିକାର ବିଷୟରେ ଆମେ ଜାଣିବାକୁ ପାଇବା। ଓକେ, ତା ସହିତ ଗୋଟେ ପୁସ୍ତକ ଅଛି ରାସମଲ୍ଲ। ସେ ପୁସ୍ତକଟି ଗୁଜରାଟ ଅଞ୍ଚଳର ଇତିହାସ ବିଷୟରେ ଆମେ ଜାଣିବାକୁ ପାଇବା। ଆଉ ଗୋଟେ ପିଲାମାନେ ଜାଣିଛ ତମମାନେ ମାଦଳା ପାଞ୍ଜି ଗୋଟେ ଅଛି। ସେ ମାଦଳା ପାଞ୍ଜି ଆମେ ଯଦି ପଢ଼ିବା, ଓଡ଼ିଶାର ବିଭିନ୍ନ ବଂଶର ରାଜାଙ୍କର ନାମ ବିଷୟରେ ଆମେ ଜାଣିବାକୁ ପାଇବା। ଓକେ, ଏହିପରି ଭାବରେ ଆମେ ଇତିବୃତ୍ତ ବିଷୟରେ ଜାଣିଲେ। ବର୍ତ୍ତମାନ ଆମେ ପଢ଼ିବା କାହା ଉପରେ? ନା ସଂସ୍କୃତ ସାହିତ୍ୟ ଉପରେ। ସଂସ୍କୃତ ସାହିତ୍ୟରେ ଆମେ ପଢ଼ିବା ଜଣକ ନା ଜଣେ ହେଉଛନ୍ତି କିଏ? ନା କାଳିଦାସ। ପିଲାମାନେ ତୁମେ ଶୁଣିଛ କାଳିଦାସଙ୍କ ସଂସ୍କୃତ ରଚନା ବହୁତ ଗୁଡ଼ିଏ ଅଛି। ସେଗୁଡ଼ିକ ସବୁ କ'ଣ କ'ଣ? ଆମେ ଦେଖିବା ଗୋଟେ ହେଉଛି ରଘୁବଂଶମ୍। ମନେ ରଖ ପିଲାମାନେ, ଗୋଟେ ହେଉଛି କ'ଣ? ନା ରଘୁବଂଶମ୍। ତାପରେ ହେଉଛି ମାଳବିକାଗ୍ନି ମିତ୍ରମ୍। ଆଉ ଗୋଟେ ହେଉଛି କୁମାର ସମ୍ଭବମ୍, ଅଭିଜ୍ଞାନ ଶାକୁନ୍ତଳମ୍, ବିକ୍ରମ ବଂଶୀୟମ୍, ଋତୁ ସଂହାର। ଏହିସବୁ ପୁସ୍ତକ ହେଉଛି କାଳିଦାସଙ୍କର। ଏହି ପୁସ୍ତକରୁ ଆମେ ସେହି ସମୟର ସାମାଜିକ ଅବସ୍ଥା ବିଷୟରେ ଆମେ ଜାଣିବାକୁ ପାଇବା। ଏ ପୁସ୍ତକରୁ ଆମେ କ'ଣ ଜାଣିପାରିବା? ସେହି ସମୟର ସାମାଜିକ ଅବସ୍ଥା କିପରି ଥିଲା ସେ ବିଷୟରେ ଜାଣିବାକୁ ପାଇବା। ବରାହ ମିହିର ଗୋଟେ ପୁସ୍ତକ ରଚନା କରିଥିଲେ। ସେ ପୁସ୍ତକର ନାମ ଥିଲା ବୃହତ୍ ସଂହିତା। ସେ ପୁସ୍ତକର ନାମ କ'ଣ ଥିଲା? ବୃହତ୍ ସଂହିତା। ସେ ହେଉଛି ଜ୍ୟୋତିଷ ଶାସ୍ତ୍ର ବିଷୟରେ ଲେଖାଯାଇଛି। ବୃହତ୍ ସଂହିତାରେ ଜ୍ୟୋତିଷ ଶାସ୍ତ୍ର ବିଷୟରେ ଲେଖାଯାଇଛି। ଦଣ୍ଡୀ ଜଣେ ଥିଲେ, ସେ ଲେଖିଛନ୍ତି ଦଶ କୁମାର ଚରିତ ଉପରେ ସେ ଲେଖିଛନ୍ତି। ଓକେ, ଅମର ସିଂ ଜଣେ ଲେଖକ, ସେ ଲେଖିଛନ୍ତି କାହା ଉପରେ? ସେ ଲେଖିଛନ୍ତି ଅମର କୋଷ ଉପରେ ସେ ଲେଖିଛନ୍ତି। ଆଉ ଜଣେ ଲେଖକ ହେଉଛନ୍ତି କିଏ? ବିଷ୍ଣୁ ଶର୍ମା। ସେ ଲେଖିଛନ୍ତି ପଞ୍ଚତନ୍ତ୍ର, ଏଇ ଉପରେ ସେ ଲେଖିଛନ୍ତି। ଏଇସବୁ ଆମେ ଯେଉଁ ପଢ଼ିଲେ, ଏଇସବୁ ହେଉଛି କ'ଣ? ସଂସ୍କୃତ ସାହିତ୍ୟ। ସଂସ୍କୃତରେ ପୁସ୍ତକ ରଚନା କରାଯାଇଥିଲା। ବୈଜ୍ଞାନିକ ଦୃଷ୍ଟିକୋଣରୁ ଆମେ ଯଦି ସାଇଣ୍ଟିଫିକ୍ ବୁକ୍ ଆମେ ଯଦି ଦେଖିବା, ଆର୍ଯ୍ୟଭଟ୍ଟଙ୍କର ସୂର୍ଯ୍ୟ ସିଦ୍ଧାନ୍ତ, ଇଏ ହେଉଛି ବୈଜ୍ଞାନିକ ଦୃଷ୍ଟିକୋଣରୁ ପୁସ୍ତକ ଥିଲା। ସୂର୍ଯ୍ୟ ସିଦ୍ଧାନ୍ତ ଏବଂ ଆର୍ଯ୍ୟଭଟ୍ଟିୟମ୍। ଓକେ, ଆର୍ଯ୍ୟଭଟ୍ଟଙ୍କର ଦୁଇଟି ପୁସ୍ତକ, ଗୋଟେ ହେଉଛି ସୂର୍ଯ୍ୟ ସିଦ୍ଧାନ୍ତ, ଆଉ ଗୋଟେ ହେଉଛି ଆର୍ଯ୍ୟଭଟ୍ଟିୟମ୍। ଇଏ ହେଉଛି ବୈଜ୍ଞାନିକ ପୁସ୍ତକ। ତା ସହିତ ଆମେ ଦେଖିବା ଚରକଙ୍କର ସୁଶ୍ରୁତ ସଂହିତା, ଚରକ ସଂହିତା, ସୁଶ୍ରୁତଙ୍କର ସୁଶ୍ରୁତ ସଂହିତା। ଓକେ, ଏଇ ଦୁଇଟି ପୁସ୍ତକ ମଧ୍ୟ ସଂସ୍କୃତରେ ରଚନା କରାଯାଇଥିଲା। ଏଇ ଦୁଇଟି ପୁସ୍ତକ ବୈଜ୍ଞାନିକ ପୁସ୍ତକ ଥିଲା। ଏହାପରେ ଆମେ ପଢ଼ିବା ବର୍ତ୍ତମାନ ବୈଦେଶିକ ବିବରଣୀ ଉପରେ। ଓକେ, ମୁଁ ପୂର୍ବରୁ ଗୋଟେ କଥା କହିଥିଲି
ଭାରତକୁ ପରିବ୍ରାଜକମାନେ ଆସିଛନ୍ତି, ବୈଦେଶିକମାନେ ଆସିଛନ୍ତି। ସେମାନେ ଭାରତରେ କିଛି ସମୟ ରହିଛନ୍ତି ଏବଂ ଭାରତର ବିଭିନ୍ନ ସ୍ଥାନକୁ ସେ ବୁଲିଛନ୍ତି ଏବଂ ସେହି ଭିତରେ ଭାରତର ପ୍ରଚଳିତ ଥିବା ବିଭିନ୍ନ ଧର୍ମ ଆଉ ରାଜନୀତି, ସମାଜ, ଅର୍ଥନୀତି ଏହିସବୁକୁ ନେଇକି ସେ ପୁସ୍ତକ ରଚନା କରିଛନ୍ତି। ତାଙ୍କ ପୁସ୍ତକରୁ ମଧ୍ୟ ତାଙ୍କ ପୁସ୍ତକକୁ ପଢ଼ିଲେ ଆମେ ସେହି ସମୟର ସାମାଜିକ, ରାଜନୈତିକ, ଅର୍ଥନୈତିକ ଅବସ୍ଥା ବିଷୟରେ ଆମେ ଜାଣିବାକୁ ପାଇବା। ଆମେ ମୁଖ୍ୟତଃ ଦେଖିବା ଗ୍ରୀସରୁ, ଚୀନରୁ, ଆରବରୁ ବୈଦେଶିକମାନେ ଭାରତକୁ ଆସିଛନ୍ତି। ଆମେ କେଉଁ କେଉଁ ଦେଶରୁ ବୈଦେଶିକମାନେ ଆସିଛନ୍ତି? ଗୋଟେ ହେଉଛି ଗ୍ରୀସରୁ, ଚୀନରୁ ଏବଂ ଆରବରୁ ଭାରତକୁ ବୈଦେଶିକମାନେ ଆସିଛନ୍ତି। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ ଜଣେ ଗ୍ରୀକର ଲେଖକ ବା ପରିବ୍ରାଜକ ଭାରତକୁ ଆସିଥିଲେ। ତାଙ୍କର ନାମ ଥିଲା ମେଘାସ୍ଥେନିସ୍। ତାଙ୍କ ନାମ କ'ଣ ଥିଲା? ମେଘାସ୍ଥେନିସ୍। ଏଇ ମେଘାସ୍ଥେନିସ୍ ହେଉଛନ୍ତି ଗ୍ରୀକର ଜଣେ ରାଜା ସେଲୁକସ୍ ନିକଟରଙ୍କର ରାଷ୍ଟ୍ରଦୂତ ଥିଲେ। ତାଙ୍କ ଆମ୍ବାସଡ଼ର ଥିଲେ କିଏ? ସେଲୁକସ୍ ନିକଟର, ଯିଏକି ହେଉଛନ୍ତି ଗ୍ରୀକର ରାଜା। ତାଙ୍କର ଆମ୍ବାସଡ଼ର ବା ଆମେ କହିପାରିବା ସେ ଯେଉଁ ତାଙ୍କର ରାଷ୍ଟ୍ରଦୂତ ଥିଲେ କିଏ? ନା ମେଘାସ୍ଥେନିସ୍। ମେଘାସ୍ଥେନିସ୍ ଗୋଟେ ପୁସ୍ତକ ରଚନା କରିଥିଲେ। ସେ ପୁସ୍ତକର ନାମ ଥିଲା ଇଣ୍ଡିକା। ମନେ ରଖ ପିଲାମାନେ, ମେଘାସ୍ଥେନିସ୍ଙ୍କ ପୁସ୍ତକର ନାମ କ'ଣ ଥିଲା? ଇଣ୍ଡିକା। ସେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ବଂଶର ରାଜା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଜଦରବାରକୁ 304ରୁ 299 ପର୍ଯ୍ୟନ୍ତ 5 ବର୍ଷ କାଳ ସେ କ'ଣ କରିଛନ୍ତି? ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଜଦରବାରରେ ରହିଥିଲେ। ମନେ ରହିଲା, ସେ 5 ବର୍ଷ କାଳ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଜଦରବାରରେ ରହିଥିଲେ। ତାପରେ ଆମେ ଦେଖିବାକୁ ପାଇବା ସେଇ ରହିବା ଭିତରେ ସେ ପାଟଳିପୁତ୍ର ବିଷୟରେ ସେ ବର୍ଣ୍ଣନା କରିଛନ୍ତି। ମୌର୍ଯ୍ୟ ବଂଶର ଶାସନ ବିଷୟରେ, କୃଷିକର୍ମ ବିଷୟରେ ଏବଂ ବିଭିନ୍ନ କର୍ମଚାରୀମାନଙ୍କ ବିଷୟରେ ସେ ରଚନା କରିଛନ୍ତି। ଓକେ ପିଲାମାନେ, ଆଉ ଗୋଟେ ପୁସ୍ତକ ଥିଲା। ସେ ବ୍ୟକ୍ତି ଯିଏ ଲେଖିଛନ୍ତି ପୁସ୍ତକ, ତାଙ୍କ ନାଁ ଲେଖାଯାଇନି। ସେ ପୁସ୍ତକର ନାମ ଥିଲା ଦ ପେରିପ୍ଲସ୍ ଅଫ୍ ଦ ଏରିଥ୍ରିଆନ୍ ସି। ଓକେ, ଏଇ ପୁସ୍ତକଟି ବିଭିନ୍ନ ବନ୍ଦର ଏବଂ ବାଣିଜ୍ୟ ଉପରେ ଲେଖାଯାଇଥିଲା। ଓକେ, ଆମେ ଏଇ ପୁସ୍ତକରୁ ଆମେ ବନ୍ଦର ଏବଂ ବାଣିଜ୍ୟ ବିଷୟରେ ଜାଣିବାକୁ ପାଇବା। ତା ସହିତ ଆମେ ଜାଣିବା ଟଲେମିକ ପୁସ୍ତକ, ଟଲେମିକ ଭୂଗୋଳ। ଇଏ ହେଉଛି କ'ଣ? ଟଲେମିକ ଭୂଗୋଳରୁ ଆମେ ସାମୁଦ୍ରିକ ବ୍ୟବସାୟ ବିଷୟରେ ଆମେ ଜାଣିବାକୁ ପାଇବା। ଆଉ ଗୋଟେ କଥା ପିଲାମାନେ ମନେ ରଖ, ଗୁପ୍ତ ବଂଶର ଜଣେ ରାଜା ଥିଲେ। ତାଙ୍କ ନାମ ଥିଲା କ'ଣ? ଚନ୍ଦ୍ରଗୁପ୍ତ। ଇଏ ହେଉଛନ୍ତି, ୟାଙ୍କୁ ଆମେ କହୁଛନ୍ତି କ'ଣ? ଦ୍ୱିତୀୟ ଚନ୍ଦ୍ରଗୁପ୍ତ। ପିଲାମାନେ ତମେ ବିକ୍ରମ ବେତାଳ ବିଷୟରେ ପଢ଼ିଥିବ, ଶୁଣିଥିବ ବିକ୍ରମ ବେତାଳ ବିଷୟରେ। ଇଏ ହେଉଛନ୍ତି ସେଇ ବିକ୍ରମାଦିତ୍ୟ। ଏଇ ରାଜାଙ୍କୁ କ'ଣ କୁହାଯାଏ? ବିକ୍ରମାଦିତ୍ୟ କୁହାଯାଏ। ବିକ୍ରମାଦିତ୍ୟ ତାଙ୍କ ସମୟରେ ଚୀନର ଜଣେ ପରିବ୍ରାଜକ ଆସିଥିଲେ। ସେଇ ପରିବ୍ରାଜକଙ୍କ ନାମ ଥିଲା କ'ଣ? ଫାହିୟାନ। ଏଇ ଫାହିୟାନ ସେ କ'ଣ କରିଛନ୍ତି? ଦ୍ୱିତୀୟ ଚନ୍ଦ୍ରଗୁପ୍ତ ବା ବିକ୍ରମାଦିତ୍ୟଙ୍କ ସମୟରେ ଭାରତକୁ ଆସିଥିଲେ। ଆଉ ଭାରତକୁ ଆସିକି ସେ ପାଟଳିପୁତ୍ର ଠାରେ ରହିଥିଲେ। ଏବଂ ଆମେ ତାଙ୍କ ପୁସ୍ତକରୁ ମୁଖ୍ୟତଃ ଆମେ ବୌଦ୍ଧ ଧର୍ମ ବିଷୟରେ ଆମେ ଜାଣିବାକୁ ପାଇବା। ଓକେ, ତା ସହିତ ମଧ୍ୟ ସେହି ସମୟର ସାମାଜିକ ଏବଂ ଅର୍ଥନୈତିକ ଅବସ୍ଥା କିପରି ଥିଲା ଆମେ ଜାଣିବାକୁ ପାଇବା। ପିଲାମାନେ, ଆଉ ଗୋଟେ କଥା ମନେ ରଖ, ହର୍ଷବର୍ଦ୍ଧନଙ୍କ ସମୟରେ ଚୀନରୁ ଜଣେ ପରିବ୍ରାଜକ ଭାରତକୁ ଆସିଥିଲେ। ତାଙ୍କ ନାମ ଥିଲା ହୁଏନ୍ସା। ଓକେ, ହର୍ଷବର୍ଦ୍ଧନଙ୍କ ସମୟରେ ଚୀନରୁ ଜଣେ ପରିବ୍ରାଜକ ଭାରତକୁ ଆସିଥିଲେ। ତାଙ୍କର ନାମ ଥିଲା କ'ଣ? ହୁଏନ୍ସା। ସେ 626 ଖ୍ରୀଷ୍ଟାବ୍ଦରୁ 644 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଭାରତରେ ରହିଥିଲେ ଏବଂ ସେ ଭାରତର ଅନେକ ସ୍ଥାନକୁ ଭ୍ରମଣ କରିଛନ୍ତି। ସେଇ ଭିତରୁ ଆମ ଓଡ଼ିଶାକୁ ବି ସେ ଆସିଥିଲେ। ସେ ଆମ ଓଡ଼ିଶାକୁ 639 ଖ୍ରୀଷ୍ଟାବ୍ଦରେ ଓଡ଼ିଶାକୁ ଆସିଥିଲେ।
ତା ସହିତ ସେ ଓଡ଼ିଶାର ବିଭିନ୍ନ ଭାଗ ଯେମିତିକି ଉଡ୍ର, କଙ୍ଗୋଦ, କଳିଙ୍ଗ ଉପରେ ସେ ତାଙ୍କ ପୁସ୍ତକରେ ଲେଖିଛନ୍ତି। ତାଙ୍କ ପୁସ୍ତକର ନାମ କ'ଣ ଥିଲା? ପିଲାମାନେ ମନେ ରଖ, ଇଏ ଏକ୍ଜାମରେ ଆସିବ ବୋଧେ ଲାଗୁଛି। ତାଙ୍କ ପୁସ୍ତକର ନାମ ଥିଲା ସିୟୁକି। ମନେ ରଖ ପିଲାମାନେ, ତାଙ୍କ ପୁସ୍ତକର ନାମ ଥିଲା କ'ଣ? ସିୟୁକି। ଏହା ହେଉଛି ଗୋଟେ ଅମୂଲ୍ୟ ଗ୍ରନ୍ଥ। ତାଙ୍କ ପୁସ୍ତକରୁ ଆମେ ହର୍ଷବର୍ଦ୍ଧନଙ୍କ ସମୟର ତାଙ୍କ ରାଜତ୍ୱ ବିଷୟରେ, ଧର୍ମସଭା, ସାମାଜିକ ଅବସ୍ଥା ଆଉ ବୌଦ୍ଧ ଧର୍ମ ବିଷୟରେ ଅନେକ ତଥ୍ୟ ତାଙ୍କ ପୁସ୍ତକରୁ ଆମେ ପାଇପାରିବା। ତାଙ୍କ ପରେ ଆଉ ଜଣେ ଚୀନରୁ ପରିବ୍ରାଜକ ଭାରତକୁ ଆସିଥିଲେ। ତାଙ୍କ ନାମ ଥିଲା ଇତ୍ସିଂ। ଓକେ, ସେ ଆସିଥିଲେ କେବେ? 7ମ ଶତାବ୍ଦୀରେ ସେ ଭାରତକୁ ଆସିଥିଲେ। ଆମେ ତାଙ୍କ ପୁସ୍ତକରୁ ବୌଦ୍ଧ ଧର୍ମର ଅବସ୍ଥା ବିଷୟରେ, ଭାରତରେ ବୌଦ୍ଧ ଧର୍ମ କିପରି ଥିଲା ସେହି ବିଷୟରେ ଆମେ ଜାଣିବାକୁ ପାଇବା। ଓକେ, ଆଉ ଗୋଟେ କଥା ପିଲାମାନେ, 712 ଖ୍ରୀଷ୍ଟାବ୍ଦରେ ସିନ୍ଧୁ ପ୍ରଦେଶ ଉପରେ ଆରବମାନଙ୍କର ଆକ୍ରମଣ ହେଇଛି। ତା ପରଠାରୁ ଆମେ ଭାରତ ଇତିହାସର ଅନେକ ତଥ୍ୟ ଆରବୀୟମାନଙ୍କ ଲେଖାରୁ ପାଇପାରିବା। ଓକେ, ଆରବୀୟମାନଙ୍କ ଲେଖାରୁ ଆମେ ପାଇପାରିବା। କେବେଠାରୁ? 712 ପରେ ଯେତେବେଳେ ସିନ୍ଧୁ ପ୍ରଦେଶ ଉପରେ ଆରବମାନଙ୍କର ଆକ୍ରମଣ ହେଲା, ତାପରେ ମୁସଲମାନମାନଙ୍କର ପୁସ୍ତକରୁ ଆମେ ପାଇପାରିବା। ଗଜନୀର ଜଣେ ମାମୁଦ ଥିଲେ। ସେ କ'ଣ କରିଛନ୍ତି? ଭାରତକୁ ଆକ୍ରମଣ କରିଛନ୍ତି। ସେ ଯେତେବେଳେ ଆକ୍ରମଣ କରିଛନ୍ତି, ତାଙ୍କ ସହିତ ଆଲବେରୁଣି ନାମକ ଜଣେ ଲେଖକ ସେ କ'ଣ କରିଛନ୍ତି? ଭାରତକୁ ଆସିଥିଲେ। ସେ ଭାରତକୁ ଆସିକି ସଂସ୍କୃତ ଭାଷା ପଢ଼ିଲେ, ସଂସ୍କୃତ ପଢ଼ିଲେ ଏବଂ ସଂସ୍କୃତ ଭାଷାରେ ସେ ପାରଦର୍ଶିତା ଲାଭ କଲେ। ତାଙ୍କ ପରେ ସେ କ'ଣ କରିଛନ୍ତି? ଆଲବେରୁଣି ଗୋଟେ ପୁସ୍ତକ ରଚନା କରିଥିଲେ। ସେ ପୁସ୍ତକର ନାମ ଥିଲା ତାରିଖ-ଇ-ହିନ୍ଦ। ସେ ପୁସ୍ତକର ନାମ କ'ଣ ଥିଲା? ତାରିଖ-ଇ-ହିନ୍ଦ। ସେ ଭାରତର ସମାଜ ଉପରେ ଏବଂ ଧର୍ମ ଉପରେ ସେ ଯାହା ଦେଖିଲେ ତାକୁ ସେ ତାଙ୍କ ପୁସ୍ତକରେ ଲେଖିଲେ। ଓକେ, ତାପରେ ଆମେ ଦେଖିବା ମାର୍କୋପୋଲୋ। ମାର୍କୋପୋଲୋ କ'ଣ କରିଛନ୍ତି? ତ୍ରୟୋଦଶ ଶତାବ୍ଦୀରେ ସେ ଭାରତକୁ ଆସିଥିଲେ। ମନେ ରଖ ପିଲାମାନେ, ମାର୍କୋପୋଲୋ କ'ଣ କରିଛନ୍ତି? ତ୍ରୟୋଦଶ ଶତାବ୍ଦୀରେ ଭାରତକୁ ଆସିଥିଲେ। ତାଙ୍କ ବିବରଣୀରୁ ମଧ୍ୟ ଆମେ ସେହି ସମୟର ଭାରତ ବିଷୟରେ ଆମେ ଜାଣିବାକୁ ପାଇବା। ମହମ୍ମଦ ବିନ୍ ତୁଗଲକଙ୍କ ସମୟରେ ଇବନ ବତୁତା ଭାରତକୁ ଆସିଥିଲେ। ତାଙ୍କର ପୁସ୍ତକର ନାମ ଥିଲା କିତାବ ଉଲ୍ ରହଲାର। କିତାବ ଉଲ୍ ରହଲାର। ଏହି ପୁସ୍ତକରୁ ଆମେ ସେହି ସମୟର ଭାରତ ବିଷୟରେ ଆମେ ଜାଣିବାକୁ ପାଇବା। ତା ସହିତ ଆମେ ଦେଖିବା ଅବଦୁର ରଜକ। ସେ କ'ଣ କରିଛନ୍ତି? ତାଙ୍କ ପୁସ୍ତକରୁ ଆମେ ବିଜୟନଗର ସାମ୍ରାଜ୍ୟ ବିଷୟରେ ଜାଣିବାକୁ ପାଇବା। ଆମେ କେଉଁ ସାମ୍ରାଜ୍ୟ ବିଷୟରେ ଜାଣିବାକୁ ପାଇବା? ଅବଦୁର ରଜକଙ୍କ ପୁସ୍ତକରୁ ବିଜୟନଗର ସାମ୍ରାଜ୍ୟ ବିଷୟରେ ଆମେ ଜାଣିବାକୁ ପାଇବା। ତାପରେ ଆମେ ପଢ଼ିବା କଣ୍ଟି। ସେ 16ଶ ଶତାବ୍ଦୀରେ ଆମେ ଦେଖିବା ଇଟାଲୀରୁ ଭାରତକୁ ଆସିଥିଲେ। ହେଲା, ଆମେ 16ଶ ଶତାବ୍ଦୀରେ ଦେଖିବା କଣ୍ଟି ଇଟାଲୀରୁ ଭାରତକୁ ଆସିଥିଲେ। ତାପରେ ଆମେ ଦେଖିବା ଜାହାଙ୍ଗୀରଙ୍କ ସମୟରେ କ୍ୟାପ୍ଟେନ ହକିନ୍ସ ଆଉ ସାର୍ ଟମାସ ରୋ, ଏ ଦୁଇ ଜଣ କ'ଣ କରିଛନ୍ତି? ଜାହାଙ୍ଗୀରଙ୍କ ସମୟରେ ଭାରତକୁ ଆସିଥିଲେ। ଓକେ, ବୈଦେଶିକ ବିବରଣୀ ପରେ ବର୍ତ୍ତମାନ ଆମେ ପଢ଼ିବା କ'ଣ? ମଧ୍ୟଯୁଗୀୟ ସାହିତ୍ୟ ଉପରେ। ମଧ୍ୟଯୁଗୀୟ ସାହିତ୍ୟରେ ଆମେ ପଢ଼ିବା ତବାକତି ନସିରୀ। ଇଏ ଗୋଟେ ପୁସ୍ତକ ଥିଲା। ସେ ପୁସ୍ତକର ରଚୟିତା ଥିଲେ କିଏ? ମିନାଜ ଅସ୍ ସିରାଜ। ସେ ପୁସ୍ତକର ରଚୟିତା କିଏ ଥିଲେ? ମିନାଜ ଅସ୍ ସିରାଜ। ଏଥିରେ ଆମେ ଦେଖିବାକୁ ପାଇବା ମହମ୍ମଦ ଘୋରୀଙ୍କର ଭାରତ ଆକ୍ରମଣ ବିଷୟରେ ଆମେ ଏଥିରୁ ଜାଣିପାରିବା। ଓକେ, ତବାକତ-ଇ-ନସିରୀ ପୁସ୍ତକରୁ ଆମେ ମହମ୍ମଦ ଘୋରୀଙ୍କର ଭାରତ ଆକ୍ରମଣ ବିଷୟରେ ଜାଣିବାକୁ ପାଇବା। ଆଉ ଗୋଟେ ପୁସ୍ତକ ହେଉଛି ଜିଆଉଦ୍ଦିନ ବରାଣୀ। ଇଏ ଜଣେ ଲେଖକ। ତାଙ୍କର ପୁସ୍ତକର ନାମ ଥିଲା ତାରିଖ-ଇ-ଫିରୋଜ-ଶାହୀ। ତାଙ୍କ ପୁସ୍ତକର ନାମ ଥିଲା କ'ଣ? ତାରିଖ-ଇ-ଫିରୋଜ-ଶାହୀ। ମନେ ରଖ ପିଲାମାନେ, ଏ ପୁସ୍ତକରୁ ଆମେ ବଲବନଙ୍କ ବିଷୟରେ, ଖିଲଜୀ ବଂଶ ବିଷୟରେ, ମହମ୍ମଦ ବିନ୍ ତୁଗଲକଙ୍କ ବିଷୟରେ ଏବଂ ଫିରୋଜ ଶାହ ତୁଗଲକଙ୍କ ଶାସନ ବିଷୟରେ ଜାଣିବାକୁ ପାଇବା। ଜିଆଉଦ୍ଦିନ ବରାଣୀଙ୍କ ପୁସ୍ତକର ନାମ କ'ଣ ଥିଲା?
ତାରିକ ଇ ଫିରୋଜ ସାହି। ଏହି ପୁସ୍ତକରୁ ଆମେ ବହୁତ ଗୁଡ଼ିଏ ରାଜାଙ୍କ ବିଷୟରେ ଜାଣିବାକୁ ପାଇବା, ଯେମିତିକି ବଲବନ, ତାପରେ ଆମେ ଖିଲଜି ବଂଶ ବିଷୟରେ, ମହମ୍ମଦ ବିନ୍ ତୁଗଲକଙ୍କ ବିଷୟରେ, ଆଉ ଗୋଟେ ହେଉଛି ଫିରୋଜ ଶାହ ତୁଗଲକଙ୍କ ଶାସନ ବିଷୟରେ। ଏହିସବୁ ବିଷୟରେ ଆମେ ଜାଣିବାକୁ ପାଇବା। ଅମୀର ଖୁସରୁ, ତାଙ୍କ ପୁସ୍ତକର ନାମ ଥିଲା ଖାଜେନ ଉଲ ଫୁତୁ। ମନେ ରଖ ପିଲାମାନେ, ତାଙ୍କ ପୁସ୍ତକର ନାମ ଥିଲା କ'ଣ? ଖାଜେନ ଉଲ ଫୁତୁ। ଏ ପୁସ୍ତକରେ ଖିଲଜି ଶାସନ, ଖିଲଜି ବଂଶର ଶାସନ ବିଷୟରେ ବହୁତ ଗୁଡ଼ିଏ ତଥ୍ୟ ମିଳୁଛି। ଓକେ, ତାପରେ ଆମେ ଦେଖିବା ବାବର। ତୁମମାନେ ଶୁଣିଥିବ ବାବରଙ୍କ ଆତ୍ମଜୀବନୀ, ତାଙ୍କ ଜୀବନୀ ଉପରେ ପୁସ୍ତକ ଥିଲା କ'ଣ ନା ତୁଜୁକ ଇ ବାବରୀ ବା ବାବରନାମା। ଆମେ ଏଇ ପୁସ୍ତକରୁ ତତ୍କାଳୀନ ସମୟର ବା ସେଇ ସମସାମୟିକ ସାମାଜିକ ଅବସ୍ଥା ବିଷୟରେ ଆମେ ଜାଣିବାକୁ ପାଇବା। ତା ସହିତ ଆମେ ଦେଖିବା ଆବୁଲ ଫାଜଲଙ୍କ ଆକବରନାମା। ଅବୁଲ ଫାଜଲ ସେ କ'ଣ ଲେଖିଥିଲେ? ଆକବରନାମା ବା ଆଇନ ଇ ଆକବରୀ। ସେଇ ପୁସ୍ତକରୁ ଆମେ ଆକବରଙ୍କ ବିଷୟରେ ଜାଣିବାକୁ ପାଇବା। ତାପରେ ଆମେ ଦେଖିବା ଜାହାଙ୍ଗୀର। ଜାହାଙ୍ଗୀରଙ୍କ ଆତ୍ମଜୀବନୀର ନାମ ଥିଲା ତୁଜୁକ ଇ ଜାହାଙ୍ଗୀରୀ। ହେଲା, ଏଇ ପୁସ୍ତକରୁ ଆମେ ଜାହାଙ୍ଗୀରଙ୍କ ବିଷୟରେ ଜାଣିବାକୁ ପାଇବା। ତାପରେ ଆମେ ଦେଖିବା ଆଉ ଗୋଟେ ପୁସ୍ତକ, ସେ ପୁସ୍ତକର ନାମ ହେଉଛି ଅବଦୁଲ ହମିଦ ଲାହୋରୀ। କିଏ? ଅବଦୁଲ ହମିଦ ଲାହୋରୀ। ତାଙ୍କ ପୁସ୍ତକର ନାମ ଥିଲା ବାଦଶାହନାମା। ଏହି ପୁସ୍ତକରୁ ମଧ୍ୟ ଆମେ ସେହି ସମୟର ସାମାଜିକ ଅବସ୍ଥା ବିଷୟରେ ଜାଣିବାକୁ ପାଇବା। ତାପରେ ଆମେ ଦେଖିବା ଆଲମଗୀରନାମା। ଆଲମଗୀରନାମାରୁ ଔରଙ୍ଗଜେବଙ୍କ ଇତିହାସ ବିଷୟରେ ଆମେ ଜାଣିବାକୁ ପାଇବା। ଏହିପରି ଭାବରେ ଆମେ ଇତିହାସ, ଐତିହାସିକ ତଥ୍ୟ ବିଷୟରେ ଆମେ ଜାଣିବାକୁ ପାଇବା। ଆଜି ଆମେ ସାହିତ୍ୟିକ ଉପାଦାନ ବିଷୟରେ ପଢ଼ିଲେ। ନେକ୍ସଟ କ୍ଲାସ୍ରେ ଆମେ ଅଭିଲେଖାଗାରୀୟ ଉପାଦାନ ବିଷୟରେ ପଢ଼ିବା। ଯଦି ଆମ କ୍ଲାସ୍ଟି ତୁମକୁ ଭଲ ଲାଗୁଛି, ଆମ ଚ୍ୟାନେଲ୍ ୟୋର ମିଶନକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ତା ସହିତ ଆମ ଟେଲିଗ୍ରାମ ଚ୍ୟାନେଲ୍ ୟୋର ମିଶନ CHSE, ଯାହାର ଲିଙ୍କ୍ ଡେସ୍କ୍ରିପସନ୍ରେ ଦିଆଯାଇଛି, ସେଥିରେ ଯାଇ ଜଏନ୍ ହୁଅନ୍ତୁ। ସେଥିରେ ତୁମେ ପ୍ରତିଦିନ କୁଇଜ୍ ପାଇପାରିବ, ତା ସହିତ ନୋଟ୍ସ ପାଇପାରିବ ଏବଂ ତୁମ ଡାଉଟ୍ର କ୍ଲିଅର୍ ବି ହୋଇପାରିବ। ଥ୍ୟାଙ୍କ ୟୁ।